ଗାଈଟିଏ ଥାଏ ନା ତାର ବଉଳା। ଧଳା ତକତକ ଦେହ, ଡଉଲ ଡାଉଲ ଚେହେରା, ଦେଖିଲେ ଆଖି ଲାଖିଯିବ। ଦିନେ ଜଙ୍ଗଲକୁ ଚରିବାକୁ ଯାଇଥିଲା। ଫେରୁ ଫେରୁ ସଞ୍ଜ ହେଇଗଲା। ହେ, କୁଆଡେ ଯାଉଛୁ ବଉଳା? ସେଇଠି ରହ, ମୁଁ ତତେ ଖାଇବି। ଆଜି ଦିନ ସାରା ମୋ ପେଟରେ କିଛି ପଡିନି। ସବୁ ପ୍ରାଣୀ ମଲା ବେଳେ ଏମିତି ଲୁହ ଗଡାନ୍ତି, ଛାଡିଦେବାକୁ ନେହୁରା ହୁଅନ୍ତି। ମୁଁ କିନ୍ତୁ ତତେ ଛାଡିବିନି। ମୋ ଆହାର ହେଲା ମାଂସ। ମାଂସ ନ ଖାଇଲେ ମୁଁ ବଞ୍ଚିବି କିପରି? ସବୁ ଜୀବଙ୍କ ପରି ମୁଁ ତମକୁ ମୋ ଜୀବନ ଭିକ୍ଷା କରିବିନି। ତମେ ମତେ ଖାଇବାକୁ ମନ କରିଛ, ଖାଇବ। ବାସ୍ ଏତିକି କହିବି। ଘରେ ମୋର 18 ଦିନର ବାଛୁରୀଟେ। ସକାଳୁ କ୍ଷୀର ଟୋପେ ପିଆଇକି ଆସିଥିଲି। ସଞ୍ଜ ହେଲାଣି। ମୋ ବାଟକୁ ଚାହିଁ ବସିଥିବ, ବୋବାଳି ପକଉଥିବ। ତମେ ମତେ ଛାଡ଼ିଦିଅ, ମୁଁ ଯିବି କ୍ଷୀର ଟୋପେ ତାକୁ ପିଆଇ ଦେଇ ଆସିବି। ବାବାରେ, ମତେ ମୂର୍ଖ ଭାବିଛୁ? ମୁଁ ଛାଡିଦେବି? ଆଉ ଛାଡିଦେଲେ ତୁ ପୁଣି ଫେରିକି ଆସିବୁ? ଦୁନିଆରେ ଏମିତି କିଏ ବୋକା ଅଛି ଥରେ ବାଘ ମୁହଁରୁ ଗଲେ ପୁଣି ଫେରିକି ଆସିବ? ନା ନା, ଆଉ କିଏ ଫେରୁ ନ ଫେରୁ, ମୁଁ ତ୍ରିବାର ସତ୍ୟ କରି କହୁଛି, ନିଶ୍ଚୟ ଫେରିବି। ହଉ, ଠିକ ଅଛି, ଛାଡି ଦଉଛି। କିନ୍ତୁ ଯଦି ନ ଆସିଲୁ, ସିଧା ତୋ ଘରକୁ ଯାଇ ଖାଇଦେଇ ଆସିବି, ବୁଝିଲୁ? ବଉଳା ଯାଇ ତା ଛୁଆ ପାଖରେ ପହଞ୍ଚିଲା। ଦେହ ମୁହଁ ଭଲରେ ଚାଟି ପକେଇଲା। ଧନରେ, ଆଜି ମନ ଭରି କ୍ଷୀର ପିଇଦେ। କାଲିଠୁ ମୁଁ ଆଉ ନଥିବି। ତୋ ମୁହଁରୁ ଆଉ ମା ଡାକ ଶୁଣି ପାରିବିନି। ଏଡେ ବକଟେ ଛୁଆ, ସିଏ ବା ମା କଥା କଣ ବୁଝିବ? ବଉଳା ତାକୁ ଶେଷ ଥର ପାଇଁ ବିକଳ ହିଁ ଚାହିଁଲା। ଆଖି ପୂରେଇ ଦେଖିଲା। ତାପରେ ସତ୍ୟ କରିଛି ଯେତେବେଳେ ପୁଣି ଫେରି ଆସିଲା ବାଘ ନିକଟକୁ। ବଉଳା, ତୁ ସତରେ ଫେରି ଆସିଲୁ? ମୋର ବିଶ୍ୱାସ ନଥିଲା ତୁ ଫେରିକି ଆସିବୁ ବୋଲି। ଯେଉଁ ପ୍ରାଣୀ ସତ୍ୟ ପାଇଁ ନିଜ ଜୀବନ ଦେବାକୁ ପଛାଏ ନାହିଁ, ତାକୁ କଣ ମୁଁ ଖାଇପାରିବି? ମୁଁ ଭୋକରେ ମରିଯିବି ପଛେ ତତେ ଖାଇପାରିବି ନାହିଁ। ତୁ ଫେରିଯା, ତୁ ଫେରିଯା, ତୁ ବାଛୁରୀ ପାଖକୁ ଫେରିଯା। କାହିଁକି? କଣ ହେଲା? ମୁଁ ତ ତମର ଖାଦ୍ୟ। ମତେ ନ ଖାଇଲେ ତମେ ବଞ୍ଚିବ କିପରି? ମୁଁ ଜାଣିଛି ତୁ ମୋ ଖାଦ୍ୟ। ତତେ ଖାଇଲେ ମୋର ପାପ ହେବନି। ନା, ତତେ ମୁଁ ଖାଇପାରିବିନି। ତତେ ଖାଇଲେ ପରଲୋକରେ ଈଶ୍ୱରଙ୍କୁ ମୁଁ ମୁହଁ ଦେଖେଇ ପାରିବିନି। ଆଜିଠୁ ତୁମ ଭଉଣୀ ହେଲୁ। ଭାଇ, ଯା, ତୁ ବାଛୁରୀ ପାଖକୁ ଯା। ଛୁଆଟା ତତେ ଅପେକ୍ଷା କରିଥିବ ଯେ। ସତ୍ୟରେ ରହିଲେ, ଦେଇଥିବା କଥା ରଖିଲେ ଭାଗ୍ୟ ସହାୟ ହୋଇଥାଏ। ଶେଷକୁ ସବୁ ମଙ୍ଗଳ ହୁଏ।